ଯେଉଁ 10 କ୍ଲାସ୍ର ଛାତ୍ରଛାତ୍ରୀ ମାନେ 2026ରେ ମ୍ୟାଟ୍ରିକ୍ ବୋର୍ଡ଼ ଏକ୍ଜାମ୍ ଦେବାକୁ ଯାଉଛନ୍ତି ତାଙ୍କ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ କଥା ରହିଛି, ସବୁଠୁ ଇମ୍ପୋର୍ଟାଣ୍ଟ କଥା ରହିଛି ଆଜି ଏହି ଭିଡ଼ିଓରେ ସେୟାର କରାଯିବ। କାହିଁକି ପ୍ରଥମ ଜିନିଷ ହେଲା ସେମାନେ କାହିଁକି ଭଲ ନମ୍ବର ରଖିପାରନ୍ତି ନାହିଁ, ସେମାନଙ୍କର କ'ଣ କ'ଣ ମିଷ୍ଟେକ୍ ରହିଛି। ଆମେ ସମୟ ଥାଉ ଥାଉ ଯଦି ଏଇ ମିଷ୍ଟେକ୍ ଗୁଡ଼ାକ ସୁଧାରିବା ନାହିଁ ଦେନ୍ ଆମର ରେଜଲ୍ଟ ଖରାପ ହେଇଥାଏ। ବହୁତ ପିଲାଙ୍କ ମୁଁ ଗୋଟେ ତୁମକୁ ସେୟାର କରିବାକୁ ଚାହିଁବି। ଏଇ ପିଲା ମଧ୍ୟ ସେ କହିଲା ଯଦି ଭଲ ନମ୍ବର ନ ଆସେ ଦେନ୍ ମୁଁ ଆତ୍ମହତ୍ୟା କରିଦେବା। ଏଇସବୁ କଥା କହିବା ଭଲ କି? ମୁଁ ଆଜି ଏଇସବୁ ଜିନିଷ ବିଷୟରୁ ରିଲେଟେଡ଼ ନେଇକରି ତୁମକୁ କିଛି ଜିନିଷ ଜଣେଇବି। 19 ଫେବୃଆରୀ ବା ଫେବୃଆରୀ 19 ତାରିଖ 2026 ତୁମର MIL ରହିଛି, ଯାହାକି ଫାର୍ଷ୍ଟ ଲାଙ୍ଗୁଏଜ୍ ରହିଛି, ସାହିତ୍ୟ ରହିଛି। ସାହିତ୍ୟରେ କ'ଣ କ'ଣ ସବୁ ଆସିବ, ଆମେ ମ୍ୟାଟ୍ରିକ୍ ବୋର୍ଡ଼ ଟାଇପ୍ର ମାନେ କ୍ୱେଶ୍ଚନ୍ ତିଆରି କରାଯାଇଛି ଏଇ BSc ଓଡ଼ିଶା କ୍ଲାସ୍ 8 ରୁ 10 ତରଫରୁ। ତେଣୁ ଏଇସବୁ ଜିନିଷ ଧ୍ୟାନ ଦିଅ, ଏଇସବୁ ପ୍ରାକ୍ଟିସ୍ କର। କ୍ୱେଶ୍ଚନ୍ କ'ଣ କ'ଣ ରହିଛି ଏବେ ଡିସ୍କସନ୍ କରିବା। ପ୍ରଥମ ଜିନିଷ ହେଲା ପାର୍ଟ 2ରେ ଯେଉଁଟାକି ପାର୍ଟ 1ରେ ଯାଇଥାଏ ସବଜେକ୍ଟ ଅବଜେକ୍ଟିଭ୍ ପାର୍ଟ ଏବଂ ପାର୍ଟ 2ରେ ଥାଏ ଆମର ସବଜେକ୍ଟିଭ୍ ପାର୍ଟ। କ'ଣ କ'ଣ ଇନଫର୍ମେସନ୍ ପରୀକ୍ଷାର୍ଥୀ ଯଥାସମ୍ଭବ ନିଜ ଭାଷାରେ ଉତ୍ତର ଦେବେ, ଯାହାକି ନିଜ ଭାଷାରେ ଉତ୍ତର ଦେବାକୁ ପଡ଼ିବ। ନହେଲେ ସମସ୍ତ ପ୍ରଶ୍ନର ଉତ୍ତର ନିର୍ଦ୍ଦେଶ ଅନୁସାରେ ଲେଖ। ତୁମର ପ୍ରଶ୍ନ ଯାହା କ୍ୱେଶ୍ଚନ୍ ତୁମକୁ କୁହାଯାଇଛି ତାହା ତୁମକୁ ଆନ୍ସର୍ ଦେବାକୁ ପଡ଼ିବ। କ୍ୱେଶ୍ଚନ୍ ନମ୍ବର 1ରେ କ'ଣ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ରହିଛି ଆମେ ଦେଖିବା। କ ନମ୍ବର ପ୍ରାୟ 120ଟି ଶବ୍ଦରେ ଉତ୍ତର ଲେଖ। ପଲ୍ଲୀ କଳକୁ ଫେରିଯିବାରେ ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ କାହିଁକି କହିଛନ୍ତି? ଏହା କ୍ୱେଶ୍ଚନ୍ ଆସିପାରେ। କିମ୍ବା ମାତୃଭାଷା ହିଁ ଦେଶ ଓ ଜାତିର ପ୍ରଗତିର ଆଲୋଚନା କର। ଯେମିତି ମାତୃଭାଷା କାହିଁକି ଦେଶ ଏବଂ ଜାତିର ପ୍ରଗତିର, ଏହା ତୁମକୁ ଆଲୋଚନା କରି ଲିଖତେ ପଡ଼ିବ। କେତୋଟି ୱାର୍ଡ଼ରେ ଲିଖତେ ପଡ଼ିବ? 120ଟି ଶବ୍ଦରେ ଲେଖିବାକୁ ପଡ଼ିବ। ମୁଁ ତୁମକୁ ଏଇ ଭିଡ଼ିଓରେ ବହୁତ କିଛି ଜିନିଷ ସେୟାର କରିବି। ଦେନ୍ ତା ସହିତ ତା ପୂର୍ବରୁ ଏଇ ଚ୍ୟାନେଲରେ ନୂଆ ଅଛ ସବସ୍କ୍ରାଇବ୍ କରି ଜଏନ୍ କର। ଏହାଦ୍ୱାରା ତୁମେ ସବୁଠୁ ବେଷ୍ଟ ଭିଡ଼ିଓ ପାଇପାରିବ ଏବଂ ତୁମର ବହୁତ ହେଲ୍ପଫୁଲ୍ ହେବ। ତେଣୁ ସବସ୍କ୍ରାଇବ୍ କରି ଜଏନ୍ କର। ଓକେ, ସେକେଣ୍ଡ କ୍ୱେଶ୍ଚନ୍ ଯିବା। ଖ ନମ୍ବରରେ କ'ଣ ଆସିବ ଦେଖ, ପ୍ରସଙ୍ଗରେ ସ୍ୱାର୍ଥ ଲେଖିବ। ତୁମକୁ ହେଲା 50ଟି ଶବ୍ଦର ସ୍ୱାର୍ଥ ଲେଖିବାକୁ ପଡ଼ିବ। ସ୍ୱାର୍ଥରେ କ'ଣ କ'ଣ ଲେଖିବାକୁ ପଡ଼ିବ ଏହି ଭିଡ଼ିଓରୁ ତୁମେ ଜାଣିପାରିବ। ଏଇଠି ସବୁ ଡିଟେଲ୍ ତୁମକୁ କୁହାଯାଇଛି ଏବଂ କିପରି ମନେ ରଖିବ, କିପରି ଇଜିଲି ଲେଖିପାରିବ ସବୁ ଜିନିଷ। ଯଦି ଜାଣିନ କ'ଣ ରହିଛି ସ୍ୱାର୍ଥ କ'ଣ ଲେଖିବ? ଏହାର ଶେଷ ଫଳ କ'ଣ ହେବ ତାହା ଭବିଷ୍ୟତ ଗୌରବରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି। ଏହା ତୁମକୁ 50ଟି ଶବ୍ଦରେ ସ୍ୱାର୍ଥ ଲେଖିପାରିବ। କିମ୍ବା ଏଇ ଭିତରୁ ତୁମକୁ ଏଇଟା ଫାର୍ଷ୍ଟ କିମ୍ବା ସେକେଣ୍ଡଟା ଲେଖିବ। ସେକେଣ୍ଡରେ କ'ଣ ରହିଛି କ୍ୱେଶ୍ଚନ୍? ଦାରିଦ୍ର୍ୟ ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀ ଯଥାର୍ଥ ବ୍ରତ। ଏହା ତୁମକୁ ସ୍ୱାର୍ଥ ଲେଖିବାକୁ ପଡ଼ିବ। ଓକେ, ଦେଖ ଅଧିକାଂଶ ପିଲାମାନେ କ'ଣ ଭୁଲ କରିଥାନ୍ତି। ପ୍ରଥମ ଜିନିଷ ହେଲା ଅବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ ଯେଉଁ ରିଏଲ୍ କ୍ୱେଶ୍ଚନ୍ ଗୁଡ଼ାକ ଅଧିକାଂଶ ୟୁଟ୍ୟୁବ୍ ଦେଖନ୍ତି। ୟୁଟ୍ୟୁବକୁ ଯାଇକରି ସେମାନେ ଯେଉଁ ଗୁଡ଼ାକ କ୍ୱେଶ୍ଚନ୍ ଗୁଡ଼ାକ 2026 କ୍ୱେଶ୍ଚନ୍ ଆସିଛି ବୋଲି ଲିଙ୍କ୍ ହେଇଗଲା ବୋଲି ଏସବୁ ବେକାର ଜିନିଷ, ଏଇଗୁଡ଼ାକ ତୁମେ ଧ୍ୟାନ ଦିଅ ନାହିଁ। କେମିତି ପ୍ରାକ୍ଟିସ୍ କରିବ ସେ ଜିନିଷରେ ତୁମକୁ ବତେଇ ଦେଉଛେ। ପ୍ରଥମ ଜିନିଷ ହେଲା ପ୍ରାକ୍ଟିସ୍ କରିବା ପାଇଁ ତୁମକୁ ଅଷ୍ଟା ଥିବ, ମାନେ ବିଭିନ୍ନ ପ୍ରକାର ଟେକ୍ସଟ ବୁକ୍ ଥିବ। ତୁମେ ହେଲା ଚାପ୍ଟର ୱାଇଜ୍ ଫଲୋ କର। କାହିଁକି MCQ ଆସିବ। MCQ ହେଲା ତୁମକୁ ହେଲା ବେଶୀ କଷ୍ଟ କରିବାକୁ ପଡ଼େ ନାହିଁ। ତେଣୁ କେବଳ ପଢ଼ିଦେଲେ ତୁମର MCQ ମାନେ ଆନ୍ସର୍ ମନେ ରହିଯିବ। ତେଣୁ ଚାପ୍ଟର ୱାଇଜ୍ ପ୍ରାକ୍ଟିସ୍ କର। ଏହାଦ୍ୱାରା ତୁମେ ବେଟର୍ ରେଜଲ୍ଟ ରଖିପାରିବ। ମୋ କଥା ମାନ, ତୁମେ ଚାପ୍ଟର ୱାଇଜ୍ ପ୍ରାକ୍ଟିସ୍ କର। ଆଉ ସେଇ ବେକାର ଜିନିଷ ଯେଉଁ 50ଟା ହିଁ ଶବ୍ଦ ସେଇଟା ପଢ଼ିବାର ବହୁତ କମ୍ ଚାନ୍ସ ଥାଏ। ତେଣୁ ତୁମେ ଆଉ ଲିଙ୍କ୍ ହେଇଗଲା ଏସବୁ ବେକାର ଜିନିଷ। କାରଣ ହେଉଛି ତୁମେ ମଧ୍ୟ ଜାଣିପାରୁଥିବ ତୁମର ଏବେ ମ୍ୟାଚୁରିଟି ଲେଭେଲ୍ ବହୁତ ହେଇଗଲାଣି। ମାନେ ଯେତେ ସବୁ କ୍ୱେଶ୍ଚନ୍ ଆସେ ସବୁ ସିଲ୍ ହେଇକରି ଆସେ। ଯିଏ କ୍ୱେଶ୍ଚନ୍ ବନାଏ ସିଏ ମଧ୍ୟ ଜାଣିପାରେ ନାହିଁ, କାରଣ ଏଗା ସବୁ ମେସିନ୍ରେ ପ୍ରିଣ୍ଟ ହେଇକରି ଆସେ। କେହି ଖୋଲି ପାରନ୍ତି ନାହିଁ, ଏକ୍ଜାମ୍ ଟାଇମ୍ରେ ହିଁ ଖୋଲାଯାଏ। ତେଣୁ ସବୁ ଜିନିଷ ବେକାର। ତେଣୁ ନିଜେ ପ୍ରାକ୍ଟିସ୍ କର। ଯେତିକି ମେହନତ କରିବ ସେତିକି ମିଳିବ ଫଳ। ତେଣୁ ସେଇ ବେକାର କଥାରେ ଯିବ ନାହିଁ। ତେଣୁ ପ୍ରାକ୍ଟିସ୍ କର। ଏହାଦ୍ୱାରା ତୁମେ ବେଟର୍ ରେଜଲ୍ଟ ରଖିପାରିବ। ଦେଖ ନେକ୍ସଟ କ୍ୱେଶ୍ଚନ୍ ଦେଖ। ଏଇଗୁଡ଼ାକ ପ୍ରାକ୍ଟିସ୍ କର। ତୁମ ସିଲେକ୍ସନ୍ ରହିଛି, ଇମ୍ପୋର୍ଟାଣ୍ଟ ରହିଛି, ପଡ଼ିବ ସମ୍ଭାବନା। ଏଗୁଡ଼ାକ ରିଏଲ୍ ନୁହେଁ, ଏଗୁଡ଼ାକ ସିଲେକ୍ସନ୍ କ୍ୱେଶ୍ଚନ୍। ଅଧିକାଂଶ ରିଏଲ୍ କ୍ୱେଶ୍ଚନ୍ ନୁହେଁ, ଏଗୁଡ଼ାକ ସିଲେକ୍ସନ୍ କ୍ୱେଶ୍ଚନ୍। ଓକେ, ପ୍ରାକ୍ଟିସ୍ କରିବ। ଏଇ ଭିତରୁ ସବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ କନଫର୍ମ ହେଇପାରିବ। ଅବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ କନଫର୍ମ ହେବାଟା ମୁସ୍କିଲ, କିନ୍ତୁ ପ୍ରାକ୍ଟିସ୍ କର। ଓକେ, क्वेश्चन नंबर 2 रे प्राय 120टी शब्दर उत्तर लेख। सेठी पद्यरू ना सेठी गद्यरू आसला, एठी पद्यरू एई परीक्षा क्वेश्चन आसबो दुईटा। पठित कविता अनुसरण चिलिकार स्वयंकालीन दृश्य वर्णना कर।
ଚିଲିକାର ସ୍ୱୟଂକାଳୀନ ଦୃଶ୍ୟ ତୁମକୁ ବର୍ଣ୍ଣନା କରିବାକୁ ପଡ଼ିବ 120ଟି ଶବ୍ଦରେ। କ'ଣ କ'ଣ? ପ୍ରଥମ ହେଲା କବି ପରିଚୟ ଦେବ, ସେକେଣ୍ଡ ହେଲା ଯାହା ତୁମକୁ ଲେଖତେ ପଡ଼ିବ, ମାନେ ଏଇ ବିଷୟରେ, ମାନେ ଚିଲିକାର ସ୍ୱୟଂକାଳୀନ ଦୃଶ୍ୟ ତୁମକୁ ବର୍ଣ୍ଣନା କରିବାକୁ ପଡ଼ିବ। ଶେଷରେ ତୁମେ କ'ଣ ଶିଖିଲ ତାହା ତୁମେ ଲେଖିବାକୁ ପଡ଼ିବ। ଓକେ, କିମ୍ବା ତୁମେ ପ୍ରଥମ ଲେଖିପାର କିମ୍ବା ସେକେଣ୍ଡଟା ଲେଖିପାର। ଏକ ସାର୍ଥକ ଉଦ୍ବୋଧନ ଗୀତିକା ଭାବେ ଜାଗବନ୍ଧର କବିତାର ମର୍ମ ଆଲୋଚନା କର। ଏହା ତୁମକୁ ଆଲୋଚନା କରିବାକୁ ପଡ଼ିବ। ଯେଉଁ ଜାଗବନ୍ଧର କବିତାର ମର୍ମ କ'ଣ ରହିଛି ସେ ବିଷୟରେ ତୁମକୁ ଆଲୋଚନା। ମର୍ମ ମାନେ ସିମ୍ପଲ ଭାଷା ହେଉଛି ଏଇ ବିଷୟରେ କ'ଣ କ'ଣ ମାନେ ବେଶୀ ଇମ୍ପୋର୍ଟାଣ୍ଟ ଜିନିଷ ଜାଣିଲ, କ'ଣ କ'ଣ ସବୁ ଇମ୍ପୋର୍ଟାଣ୍ଟ ରହିଛି ସେସବୁ ବିଷୟରେ ଲେଖିବାକୁ ପଡ଼ିବ। ଓକେ, 4 ନମ୍ବରରେ ଦେଖ ତୁମେ ସରଳାର୍ଥ ଆସିବ। ଏଇଠି ହେଲା ଯେଉଁ ପଦ୍ୟରୁ ଅଛି, ପଦ୍ୟରୁ ପ୍ରଥମ 120ଟି ଶବ୍ଦ ଦୀର୍ଘ ଉତ୍ତରମୂଳକ ପାଇଗଲ। ଏବେ ସରଳାର୍ଥ ଆସିବ। ହେଆନ୍ତ ରଖିଲି ମୁଁ ବଂଶ ରକ୍ଷାର ନିମନ୍ତେ ଗତ ଆଗତ ବୁଡ଼ିଲା ହେ ତହର କୁତିଏ। ଏହା ତୁମକୁ 5 ମାର୍କର, ମାନେ ସବୁ ସରଳାର୍ଥ ଲେଖିବାକୁ ପଡ଼ିବ। କିମ୍ବା ତର ମୁକୁତରେ ମୋର ମୁକତିମା, ତୋର ହସେ ମୋର ହସ, ତୋହରି ଅନ୍ତର ଆଦେଶ ଚଳେ ମୁଁ ଘଷି ତୋର ମହାଯଶ। ଏହା ତୁମକୁ ସରଳାର୍ଥ ଲେଖିବାକୁ ପଡ଼ିବ। ଏଗୁଡ଼ାକ ମାଟି ମାରୁ ଗୋଟେ ଆସିଛି ପଦ୍ୟରୁ, ମାନେ ସରଳାର୍ଥ ଆସିବ ଏବଂ ଦୀର୍ଘ ଉତ୍ତରମୂଳକ, ଏବଂ ଗଦ୍ୟରୁ ମଧ୍ୟ ସରଳାର୍ଥ ଆସିବ ଏବଂ ଦୀର୍ଘ ଉତ୍ତରମୂଳକ। ଏତିକି ଆସିଲା। ଦେନ୍ ତୁମର ରହିଛି ରଚନା ରହିଛି, ଯାହାକି 10 ମାର୍କ। କ'ଣ କ'ଣ ରଚନା ଇମ୍ପୋର୍ଟାଣ୍ଟ ରହିଛି ପ୍ରାକ୍ଟିସ୍ କରିଯାଉ ହେଲା। ପ୍ରାୟ 250ଟି ଶବ୍ଦରେ ଯେକୌଣସି ଗୋଟିଏ ବିଷୟରେ ପ୍ରବନ୍ଧ ଲେଖ। ପ୍ରବନ୍ଧ ମାନେ ରଚନା, ଜାଣିଥାଉ ହେଲା। କ ନମ୍ବରରେ ଇମ୍ପୋର୍ଟାଣ୍ଟ ରହିଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। କ'ଣ କ'ଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଠି ତୁମକୁ ଲେଖା ହେବ। ଉପକ୍ରମ ଲେଖିବ, ସ୍ୱାସ୍ଥ୍ୟ ରକ୍ଷାର ଉପାୟ, ସ୍ୱାସ୍ଥ୍ୟ ପ୍ରତି ଅବହେଳାକୁ ପରିମାଣ, ଉପସଂହାର, ଏସବୁ ତୁମକୁ ପଏଣ୍ଟ ଦେଇକରି ଲେଖିବାକୁ ପଡ଼ିବ। ଦେନ୍ ତୁମର 10 ମାର୍କର ଗୋଟେ ରହିଛି। ଏ 3ଟା ଭିତରୁ ତୁମକୁ ଗୋଟେ ଲେଖିବାକୁ ପଡ଼ିବ। ସେକେଣ୍ଡ ହେଲା ଯୌତୁକ ପ୍ରଥା, ଆଉ ଗୋଟେ ହେଲା ଅପସନ୍ ଗରେ ରହିଛି ତୁମେ ଦେଖିଥିବା ଏକ ଦର୍ଶନୀୟ ସ୍ଥାନ। ଏଇ 3ଟା ଭିତରୁ ତୁମକୁ ଯେକୌଣସି ଗୋଟେ ଲେଖିବାକୁ ପଡ଼ିବ। ଦେନ୍ ହେଲା ତୁମକୁ ପଏଣ୍ଟ ଗୁଡ଼ାକ ଦେଇଛି, ଯେମିତି ଗୋଟେ ଉପକର୍ମ, ତାପରେ ସେଗୁଡ଼ାକ ପଏଣ୍ଟ ଗୁଡ଼ାକ ଶେଷରେ ଉପସଂହାର ଲେଖିକରି ତୁମକୁ 10 ମାର୍କର 250ଟି ଶବ୍ଦରେ ଉତ୍ତର ଦେବାକୁ ପଡ଼ିବ। ଓକେ, କ୍ୱେଶ୍ଚନ୍ ନମ୍ବର 4ରେ ଯିବା। ଏସବୁ ହେଲା ବୋର୍ଡ଼ ଟାଇପ୍ର କ୍ୱେଶ୍ଚନ୍। ତୁମେ ଯଦି ଏଇସବୁ ପ୍ରାକ୍ଟିସ୍ କଲ, ତୁମେ ଯଦି ନ ଦେଖିକରି ପ୍ରାକ୍ଟିସ୍ କରିପାରିଲ, ଦେନ୍ ବୋର୍ଡ଼ ଏକ୍ଜାମ୍ରେ ତୁମେ ବେଟର୍ ରଖିପାରିବ। ଆଉ ତୁମେ ଦେଖିକରି ପ୍ରାକ୍ଟିସ୍ କର ନାହିଁ। ଏଇ ଜିନିଷ ତୁମେ କେମିତି ପ୍ରିପାରେସନ୍ ହେଇଛ ତାହା ନ ଦେଖିକରି ଲେଖ, ଖାତା ବାହାର କର। କ'ଣ କ'ଣ ଲେଖିଲ, କେତେ ମିଷ୍ଟେକ୍ ହେଲା, କ'ଣ କ'ଣ ତୁମେ ମିଷ୍ଟେକ୍ କରିଛ, ସେସବୁ ଯେମିତି ବୋର୍ଡ଼ ଏକ୍ଜାମ୍ରେ ମିଷ୍ଟେକ୍ କରିବ ନାହିଁ। ଏସବୁ ପ୍ରାକ୍ଟିସ୍ କର। ଯଦି ଏଇତିକି କ୍ୱେଶ୍ଚନ୍ ଯଦି ପ୍ରାକ୍ଟିସ୍ କର, ତୁମେ ଯଦି ଭଲ ରଖିପାରିଲ, ନ ଦେଖିକରି ଲେଖିପାରିଲ, ଦେନ୍ ତୁମେ ବେଟର୍ ରଖିପାରିବ ବୋର୍ଡ଼ ଏକ୍ଜାମ୍ରେ। ଅଦରୱାଇଜ୍ ଅନ୍ୟ କିଛି ନୁହେଁ। ଓକେ, ତୁମେ ଜାଣିପାରୁଛ ତୁମର ମାର୍କ ୱିକ୍ ହେଇଯିବ, ତେଣୁ ପ୍ରାକ୍ଟିସ୍ କର। କ୍ୱେଶ୍ଚନ୍ ନମ୍ବର 4, ପ୍ରାୟ 100ଟି ଶବ୍ଦରେ ଉତ୍ତର ଲେଖ। 100ଟି ଶବ୍ଦର ଉତ୍ତର ଲେଖିବ। ତୁମ ଅଞ୍ଚଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାକୁ ଜିଲ୍ଲାପାଳକୁ ଦରଖାସ୍ତ ଲେଖ। ଜିଲ୍ଲାପାଳକୁ ଗୋଟେ ଦରଖାସ୍ତ ପାଇଁ ତୁମକୁ ହେଲା ଦରଖାସ୍ତ ଲେଖିବାକୁ ପଡ଼ିବ। ଓକେ, କିମ୍ବା ତୁମେ କ'ଣ ଲେଖିପାରିବ, ପାଠ ପଢ଼ା ସହିତ ଖେଳକୁଦ କରିବା ଉପଦେଶ ତୁମ ସାନ ଭଉଣୀ ନିକଟକୁ ପତ୍ର ଲେଖ। ତୁମେ ପତ୍ର ଲେଖିପାର, ନଚେତ୍ ତୁମେ ହେଲା ଦରଖାସ୍ତ ଲେଖିପାର। ନେକ୍ସଟ କ୍ୱେଶ୍ଚନରେ ଦେଖିବା। ଏଠି ଦେଖ ଗୋଟେ ଅନୁଚ୍ଛେଦ ଦିଆଯିବ, ଯାହାକି ତୁମର 10 ମାର୍କ, ଏବଂ ସେଇଠୁ ତୁମକୁ 5ଟି କ୍ୱେଶ୍ଚନ୍ ଦିଆଯିବ, ଯାହାକି କ୍ୱେଶ୍ଚନ୍ ରହିଛି ଗୋଟେ ଅନୁଚ୍ଛେଦ। ଏଇ ଅନୁଚ୍ଛେଦଟା ପଢ଼ିଦେବ, ଦେନ୍ ହେଲା କ୍ୱେଶ୍ଚନ୍ ଆଟେଣ୍ଡ କରିବାକୁ ଚାହିଁବ। ତୁମକୁ ଏଇ ପରୀକ୍ଷା ଅନୁଚ୍ଛେଦ ଗୋଟେ ଆସିବ। ମୁଁ କହୁନି ଯେ ଏତିକି ଜିନିଷ ସବୁ ଗୁଡ଼ାକ ପଡ଼ିବ, ଏ ଭିତରୁ ଆସିବାର ସମ୍ଭାବନା ଅଛି, ତେଣୁ ପ୍ରାକ୍ଟିସ୍ କର। ଏଇ ପରୀକ୍ଷା ଡିଟୋ କ୍ୱେଶ୍ଚନ୍ ଆସିବ ତୁମର ବୋର୍ଡ଼ ଏକ୍ଜାମ୍ରେ, ତେଣୁ ପ୍ରାକ୍ଟିସ୍ କର। ଓକେ, ପ୍ରତ୍ୟେକ ପ୍ରଶ୍ନର 25ଟି ଶବ୍ଦରେ ଉତ୍ତର ଦେବାକୁ ପଡ଼ିବ। ଅନୁଚ୍ଛେଦ ରହିଛି, ଅନୁଚ୍ଛେଦକୁ ପଢ଼ି ନେବ। ଦେନ୍ ହେଲା କ୍ୱେଶ୍ଚନ୍ ରହିଛି, କ'ଣ କ'ଣ କ୍ୱେଶ୍ଚନ୍ ରହିଛି ମୁଁ ପଢ଼ି ଦେଉଛି। କ୍ୱେଶ୍ଚନ୍ ନମ୍ବର କ, ଅଧିକାଂଶ ଲୋକ ସୁଖ ଶାନ୍ତିରେ ରହିପାରୁନାହାନ୍ତି କାହିଁକି? କ୍ୱେଶ୍ଚନ୍ ରହିଛି। କ ନମ୍ବର କ୍ୱେଶ୍ଚନ୍ରେ ତୁମକୁ ହେଲା 25ଟି ଶବ୍ଦରେ ଲେଖିବାକୁ ପଡ଼ିବ। ଏବଂ ଖରେ ରହିଛି, ଦେଶରେ କେଉଁ ଅବସ୍ଥାକୁ ଅଶୁଭ ଲକ୍ଷଣ ବୋଲି କୁହାଯାଇଛି। ତୁମେ ଅନୁଚ୍ଛେଦକୁ ଭଲସେ ପଢ଼ିଦେବ। ଆଉ ଅନୁଚ୍ଛେଦ କେମିତି କରିବ, ବହୁତ ସର୍ଟକଟ୍, ତୁମ ସମୟ ନଥାଏ, ସମୟ ସହିତ ମ୍ୟାନେଜ୍ କରିବ ଯେତେବେଳେ ଏକ୍ଜାମ୍ ଦେବ। ଦେଖ କ'ଣ ରହିଛି, ଖ, ଦେଶରେ କେଉଁ ଅବସ୍ଥାକୁ ଅଶୁଭ ଲକ୍ଷଣ ବୋଲି କୁହାଯାଇଛି। ଏଠି ଆନ୍ସର୍ ଲେଖିବ 25ଟି ଶବ୍ଦରେ।
ଦେନ୍ ହେଲା ଯେତେବେଳେ ଅନୁଚ୍ଛେଦ ତୁମେ ପଢ଼ୁଛ ବା ଅନୁଚ୍ଛେଦର କ୍ୱେଶ୍ଚନ୍ ଆନ୍ସର୍ କରୁଛ ସେ ସମୟରେ ପ୍ରଥମେ କ୍ୱେଶ୍ଚନ୍ ଗୁଡ଼ାକୁ ପଢ଼ିଦେବ। କ୍ୱେଶ୍ଚନ୍ ଗୁଡ଼ାକୁ ପଢ଼ିଦେଲ ଦେନ୍ ଯେତେବେଳେ ପଢ଼ିଲ ସେତେବେଳେ ତୁମେ ଆନ୍ସର୍ ପାଇଯିବ ଫଟକିନା ଦେନ୍ ଲେଖିଦେବ। ଓକେ, ମାନେ ବହୁତ ଜଲ୍ଦି ତୁମେ ଆନ୍ସର୍ ବି ପାଇପାରିବ ଏବଂ ତୁମର ଟାଇମ୍ ମ୍ୟାନେଜ୍ କରିପାରିବ, ନଚେତ୍ ତୁମେ ଟାଇମ୍ ପାଇପାରିବ ନାହିଁ। ଓକେ, ଅପସନ୍ ଦେଖ କ୍ୱେଶ୍ଚନ୍ ଗୋ ରହିଛି ଭାରତୀୟ ଶିକ୍ଷା ପଦ୍ଧତି କି ଦୋଷ ଦେଖିବାକୁ ମିଳୁଛି। କ୍ୱେଶ୍ଚନ୍ ରହିଛି ଆନ୍ସର୍ ଲେଖିବ। ରହିଛି ନାରୀମାନଙ୍କ ଉନ୍ନତି ପାଇଁ କ'ଣ ଆବଶ୍ୟକ। ପ୍ରଶ୍ନ ରହିଛି ଜନଶକ୍ତିର ସୁବିନିଯୋଗ କିପରି କରାଯାଇପାରିବ। ଜନଶକ୍ତି କିପରି ସୁବିନିଯୋଗ କରାଯାଇପାରିବ ଏହା ତୁମକୁ ଉତ୍ତର 25ଟି ଶବ୍ଦରେ ଲେଖିବାକୁ ପଡ଼ିବ। ଏହା ଥିଲା BSc ଓଡ଼ିଶା ତରଫରୁ ମ୍ୟାଟ୍ରିକ୍ ବୋର୍ଡ଼ ଟାଇପ୍ର କ୍ୱେଶ୍ଚନ୍ ରହିଛି। ଏଇସବୁ ଆସିବ, ଏତିକି ଜିନିଷ ପ୍ରାକ୍ଟିସ୍ କର। ଆଉ ଯଦି ପାରୁଛ ପ୍ରାକ୍ଟିସ୍ କର। ତୁମେ ଯାହା ସବୁ ଜିନିଷ ବତେଇଲି ତାହା ତୁମକୁ କରିବାକୁ ପଡ଼ିବ। ଯଦି ନ କର ଧନ୍ୟବାଦ।